ଅଛି। ନୂଆ ଯାତ୍ରା ଋତୁ ଆରମ୍ଭ ହେଲାଣି, ଆତ୍ୟ ପର୍ବ ବି ଆରମ୍ଭ କରିସାରିଲାଣି। ଦୁଇଟା ପାର୍ଟି ଆପଣଙ୍କର ଆଖଡ଼ା ପୂଜା ହେଲାଣି, ଆଖଡ଼ା ସ୍ଥଳ ପୂଜା ହେଲାଣି। ଦର୍ଶକମାନଙ୍କୁ କ'ଣ ଆପଣ ବାର୍ତ୍ତା ଦେବେ ଚଳିତ ଯାତ୍ରା? ସର୍ବପ୍ରଥମେ ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀ ଦର୍ଶକ ବନ୍ଧୁ, କମିଟି ବନ୍ଧୁମାନଙ୍କୁ ମୋର ନମସ୍କାର ଏବଂ ଶୁଭେଚ୍ଛା। 2026-27 ମସିହାର ଆଜି ଶୁଭାରମ୍ଭ ଆମେ କରିଛୁ ଅପେରା ଶ୍ରୀମନ୍ଦିର ଅଛି। ନୂଆ ଯାତ୍ରା ଋତୁ ଆରମ୍ଭ ହେଲାଣି, ଆତ୍ୟ ପର୍ବ ବି ଆରମ୍ଭ କରିସାରିଲାଣି। ଦୁଇଟା ପାର୍ଟି ଆପଣଙ୍କର ଆଖଡ଼ା ପୂଜା ହେଲାଣି, ଆଖଡ଼ା ସ୍ଥଳ ପୂଜା ହେଲାଣି। ଦର୍ଶକମାନଙ୍କୁ କ'ଣ ଆପଣ ବାର୍ତ୍ତା ଦେବେ ଚଳିତ ଯାତ୍ରା? ସର୍ବପ୍ରଥମେ ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀ ଦର୍ଶକ ବନ୍ଧୁ, କମିଟି ବନ୍ଧୁମାନଙ୍କୁ ମୋର ନମସ୍କାର ଏବଂ ଶୁଭେଚ୍ଛା। 2026-27 ମସିହାର ଆଜି ଶୁଭାରମ୍ଭ ଆମେ କରିଛୁ ଅପେରା ଶ୍ରୀମନ୍ଦିର। ପିୟୁଷ ତ୍ରିପାଠୀ ଆଉ ଆଲୋଚନା କରି ଲାଭ କିଛି ନାହିଁ। ସେ ଆମ ସାଙ୍ଗରେ ଯାହା କଣ୍ଡିସନ କରିଥିଲେ ଏବଂ କ'ଣ ସେ କଲେ ସେଟା ଓଡ଼ିଶାବାସୀ ସେମାନେ ଜାଣିଛନ୍ତି। କ'ଣ ଅଛି ମୋ ତ ନଲେଜକୁ ଆସିନି ଏପର୍ଯ୍ୟନ୍ତ ତାଙ୍କର କ'ଣ ବିବାଦ ଅଛି। ଆମେ ତ ସାଇ ପାଇଲକୁ ଜାନୁଆରୀ ମାସରୁ ତାଙ୍କୁ ବୁକ୍ କରୁଛୁ, ଏପର୍ଯ୍ୟନ୍ତ କିଛି ବିବାଦ ଜଣାପଡ଼ିନାହିଁ। ସେ ଆଜି ଜଏନ୍ କରିସାରିଲେଣି। ଯଦି ଫ୍ୟୁଚରରେ କିଛି ବିବାଦ ବାହାରେ ଦେଖିବା, ଚିନ୍ତା କରିବା। ସେଇଟା ଆଜ୍ଞା ମୁଁ କହିପାରିବିନି, ଦଇତାରେ ବାବୁ ବେଟର କହିବେ। ନା ଏଇଟା କ'ଣ ସତ? ମୋ ନଲେଜ ଜଗବନ୍ଧୁ ପଣ୍ଡାକୁ ତ କିଏ ମଞ୍ଚ ଦଉନଥିଲା, ଆପଣ ବାପା ପୁଅଙ୍କୁ ମଞ୍ଚ ଦେଇଥିଲେ? ନାଇଁ, ମୁଁ ଆକ୍ଚୁଆଲି ସତ୍ୟକଥା ଏବଂ ଅପେରା ସୂର୍ଯ୍ୟ ମନ୍ଦିରର ଆଖଡ଼ା ଆଜି ଷ୍ଟାର୍ଟ ମାନେ ଆଜି ଆଖଡ଼ା ପୂଜା କରିଛୁ ଏବଂ 19 ତାରିଖଠୁ ଆମର ଆଖଡ଼ା ଷ୍ଟାର୍ଟ ହେଇଯିବ। କଳାକାରମାନେ ଯୋଗ ଦେଇ ସାରିଲେଣି। ଏ ବର୍ଷ ଆମେ 2ଟି ଅନୁଷ୍ଠାନରେ 3ଟି ଲେଖା ନାଟକ ଆମେ ଏଠି ପ୍ରିପେୟାର କରିବୁ ଏବଂ ପୁରୁଣା ନାଟକ ଗୋଟେ ଲେଖା ପୁରୁଣା ନାଟକ ନେଇ ଟୋଟାଲ 4ଟା ନାଟକ ନେଇକି ଆମେ ଫିଲ୍ଡକୁ ଯିବୁ। ସୂର୍ଯ୍ୟ ମନ୍ଦିରରେ ଆମର 2ଟା ନାଟକ ଅଲରେଡ଼ି ନାମକରଣ ହେଇଯାଇଛି। ଫାଷ୍ଟ ନାଟକ ଆମର 19 ତାରିଖରୁ ଷ୍ଟାର୍ଟ ହେବ। ନାଟକ ନା ଭିଲେନ୍ ଏବଂ ସେକେଣ୍ଡ ନାଟକ ଆମର ସମୟ ଖେଳୁଛି ଚକା ଭଉଁରୀ ଏବଂ ତୃତୀୟ ନାଟକର ନାମକରଣ ହେଇନି, ଖୁବ୍ ଶୀଘ୍ର ନାମକରଣ ହେଇଯିବ। ସେହିପରି ଶ୍ରୀମନ୍ଦିରରେ ଆମର ପ୍ରଥମ ନାଟକ ଅଘୋରୀ ଏବଂ ଦ୍ୱିତୀୟ ନାଟକ ମନେଇ ସ୍ୱାଇଁର ମାଇଁ ସ୍ୱାଇଁର ମାଇପ ନାହିଁ ଏବଂ ତୃତୀୟ ନାଟକ ନାମକରଣ ହେଇନାହିଁ ଏବଂ ହେଇଯିବ। ମୁଁ ଆଶା କରୁଛି ଏ ବର୍ଷ ଆମର 2ଟି ଅନୁଷ୍ଠାନ ନିଶ୍ଚିତ ଭାବରେ ଭଲ କଳା ପରିବେଷଣ କରିବ ଏବଂ କଳାପ୍ରେମୀ ଦର୍ଶକମାନଙ୍କୁ ଭଲ ନାଟକ ଦେଖିବା ବୋଲି ଆମେ ଆଶା କରୁଛୁ। ସ୍ୱପ୍ନମହଲ ଫେରିବ? ସ୍ୱପ୍ନମହଲ ତ ଆମେ ଟିକେ କୌଣସି କାରଣବଶତଃ ଏ ବର୍ଷ ଆମେ ତାକୁ ବନ୍ଦ ରଖିବାକୁ ଚାହିଁଥିଲୁ, କିନ୍ତୁ ଏ 2ଟି ଅନୁଷ୍ଠାନ ଷ୍ଟାର୍ଟ ହେଇଗଲା ପରେ ଆମେ ଆଉ ଥରେ ସ୍ୱପ୍ନମହଲ ଷ୍ଟାର୍ଟ କରିବୁ ବୋଲି, ବହୁତ ଶୀଘ୍ର ଷ୍ଟାର୍ଟ କରିବୁ ବୋଲି ପ୍ଲାନିଂ କରିଛୁ।